ପିଲାମାନେ ତମେ ସମସ୍ତଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ। ତ +2 ସେକେଣ୍ଡ ଇୟର ଆର୍ଟ ସାଇନ୍ସ କମର୍ସ +2 ସେକେଣ୍ଡ ଇୟର ଆର୍ଟ ସାଇନ୍ସ କମର୍ସ। ତ ପିଲାମାନେ ତମମାନଙ୍କ ପାଇଁ ନେଇ ଆସିଛି କ'ଣ ନା, ତ ବୋର୍ଡ ଏକ୍ଜାମ ଯେହେତୁ ପାଖେଇ ଆସୁଛି, ତ ତମମାନଙ୍କ ପାଇଁ ନେଇ ଆସିଛି କ'ଣ ନା MIL ଓଡ଼ିଆର ସୃଜନାତ୍ମକ ରଚନା। ତ ସୃଜନାତ୍ମକ ରଚନାର ମୁଁ ନେଇ ଆସିଛି କ'ଣ ନା ଗୋଟେ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍, ଗୋଟେ ସୃଜନାତ୍ମକ ରଚନା ନିଶ୍ଚିନ୍ତ ଆଧିରୁ ପଡ଼ିବ। କ'ଣ ନା ମାଙ୍କଡ଼ ହାତରେ ଶାଳଗ୍ରାମ, ଯୋଉ କୁହନ୍ତିନି କଥାରେ ଗୋଟେ ଜିନିଷ ଜଣକୁ ଦେଇଦବ, ମାଙ୍କଡ଼ ହାତରେ ଶାଳଗ୍ରାମ ମାନେ ସେ ଜିନିଷଟାକୁ ସେ ନଷ୍ଟ କରିଦବ। ସେଇ ତା ଅର୍ଥ ହଉଛି ଏଇଟା, ଜଣେ ଗୋଟେ ଜିନିଷଟା ନଷ୍ଟ କରିଦବ ମାଙ୍କଡ଼ ହାତରେ ଶାଳଗ୍ରାମ। ଆଉ ତ ଜଣେ କୁହନ୍ତି, ତମେ ଦେଖିଥିବ, ତ ଆମେ ବୁଝିବା କ'ଣ, ତମେ ଲେଖିବ ମାଙ୍କଡ଼ ହାତରେ ଶାଳଗ୍ରାମ, ତା ଅର୍ଥଟା କ'ଣ ଦେଖ। କୌଣସି ସମୟରେ ଅଯୋଗ୍ୟ ବ୍ୟକ୍ତି ହାତରେ ଯଦି ଦାୟିତ୍ୱ, ମୁଁ ଏଇନା କହୁଥିଲି, ଯଦି ଯୋଉ ଜିନିଷରେ କି ଦାୟିତ୍ୱ ବୁଝିପାରୁନଥିବ କି ଜଣଙ୍କ ହାତରେ ଦେଇଥିବ ସେ ଜିନିଷଟା ସେ ରଖିପାରୁନଥିବ, ସେଇ କଥା। ଯଦି କୌଣସି ସମୟରେ ଆମେ ଗୋଟେ ଅଯୋଗ୍ୟ ବ୍ୟକ୍ତି ହାତରେ ଯଦି ଦାୟିତ୍ୱ ଦିଆଯାଏ, ସେହି ବ୍ୟକ୍ତି ସେହି କାର୍ଯ୍ୟକୁ ଠିକ ରୂପେ ସମ୍ପାଦନ କରି ନଥାଏ, ବରଂ ସେ କାର୍ଯ୍ୟର ଗୁରୁତ୍ୱ ଅନୁଭବ ନ କରି ତାହାର ଦୁରୁପଯୋଗ ସେ କାର୍ଯ୍ୟର ସେ ଗୁରୁତ୍ୱଟା କ'ଣ ସେ ଜାଣିନଥାଏ, ତାହାକୁ ସେ ଅନୁଭବ କରେ ନା କ'ଣ ନା ତାର ସବୁବେଳେ ମାନେ ଅମଙ୍ଗଳ କରେ, ଦୁରୁପଯୋଗ ସବୁବେଳେ ଉପଯୋଗ କେବେ କରି ନଥାଏ। ଅଯୋଗ୍ୟ ବ୍ୟକ୍ତି ହାତରେ ଗୁରୁତ୍ୱପୂର୍ଣ୍ଣ କାମ ଦେବାକୁ, ଅଯୋଗ୍ୟ ବ୍ୟକ୍ତି ହାତରେ ଗୋଟେ ଯଦି ଗୁରୁତ୍ୱପୂର୍ଣ୍ଣ, ଥର ଆମେ ଗୋଟେ ଜଣେ ବ୍ୟକ୍ତି ତାକୁ ଆମେ ଦେବା, ତୁ ଏଇ କାମଟା ଭୋଜି ଭାତଟା ତୁଲେଇ ଦବୁ, ଗୋଟେ କାମ ସେପଟେ ମୁଁ ଅନ୍ୟ କାମ କରିଦଉଛି, ସେଇ କଥାକୁ ଜଣେ ଗୋଟେ ଅଯୋଗ୍ୟ ବ୍ୟକ୍ତି ତା ହାତରେ ଦେଇଦଉ, ସେ କାମ ସେ କରିପାରିଲାନି, ତାକୁ ଲୋକ କ'ଣ କହିବେ ନା ମାଙ୍କଡ଼ ହାତରେ ଶାଳଗ୍ରାମ ଦେଇଦେଲା, ମାଙ୍କଡ଼ ହାତରେ ଶାଳଗ୍ରାମ ବୋଲି କୁହାଯାଇଥାଏ। ଏଠାରେ ଅଯୋଗ୍ୟ ମାନେ ବୁଝ, ମାଙ୍କଡ଼ ହାତରେ ଶାଳଗ୍ରାମ ମାନେ ଗୋଟେ କ'ଣ ନା ଅଯୋଗ୍ୟ ବ୍ୟକ୍ତି ହାତରେ ଗୋଟେ ମାନେ କ'ଣ ଗୁରୁତ୍ୱ କାର୍ଯ୍ୟଟା ଦବା, ତାକୁ ତମେ ବୁଝେଇ ତମେ ଯୋଉ ବି ଏକ୍ଜାମ୍ପଲ ଦେଇ ଗୋଟେ ଲେଖିଦବ, ବୁଝିହେଲା। ଏଠାରେ ଅଯୋଗ୍ୟ ବ୍ୟକ୍ତିକୁ ମାଙ୍କଡ଼ ସହିତ ଏବଂ ଶାଳଗ୍ରାମକୁ ଶାଳଗ୍ରାମ ହଉଛି ଗୁରୁତ୍ୱପୂର୍ଣ୍ଣ ସହିତ ତୁଳନା କରାଯାଇଛି। ତାପରେ ଶାଳଗ୍ରାମ ହଉଛି କ'ଣ ନା ବିଷ୍ଣୁ ରୂପେ ପଥର। ଶାଳଗ୍ରାମ ଜାଣିଥିବ, ଯାହାକୁ ପ୍ରତ୍ୟେକ କୁଳୀନ ବ୍ରାହ୍ମଣ ସେମାନଙ୍କ ଠାକୁର ଘରେ ରଖି ସେ ପୂଜା କରିଥାନ୍ତି। ଯେହେତୁ ଶାଳଗ୍ରାମ ବିଷ୍ଣୁଙ୍କର ପ୍ରତୀକ, ସେଥିପାଇଁ ଶାଳଗ୍ରାମକୁ ପୂଜା ନ କରିବା ଯାଏ ବ୍ରାହ୍ମଣ ଗୃହସ୍ଥମାନେ ଜଳ ସୁଦ୍ଧା ସ୍ପର୍ଶ ମାନେ ସମସ୍ତେ ଦେଖିବ ବ୍ରାହ୍ମଣ ମାନଙ୍କ ଘରେ ବହୁତ ପୂଜା ପାଠ ହୋଇଥାଏ। ଯାହାର ବ୍ରାହ୍ମଣ ଘର ସେ ଜାଣିଥିବ ପିଲାମାନେ, ତମର ବହୁତ ପୂଜା ପାଠ ହେଇଥାଏ, ଯେପର୍ଯ୍ୟନ୍ତ ପୂଜା ନ କରନ୍ତି ସେ ପର୍ଯ୍ୟନ୍ତ ଜଳ ସ୍ପର୍ଶ କରନ୍ତି ନାହିଁ। ଶାଳଗ୍ରାମକୁ ପୂଜା କରିବେ, ତା ସମସ୍ତ ବ୍ରାହ୍ମଣ ଘରେ ଖଣ୍ଡେ ଶାଳଗ୍ରାମଟା ଥିବା ବହୁତ ଗୁରୁତ୍ୱ, ମାନେ ଥିବା ତ ଏଇଟା ପୁରା ଥୟ ସମସ୍ତଙ୍କ ଘରେ ଅଛି। ଶାଳଗ୍ରାମକୁ କୌଣସି ଦିନ ଅପୂଜା ରଖାଯାଏ, ଶାଳଗ୍ରାମକୁ କୌଣସି ଯଦି ତମର କିଛି ଅସୁବିଧା ହେଲା ତ ଅନ୍ୟ ବ୍ରାହ୍ମଣ ଆସିବି ପୂଜା କର, କିନ୍ତୁ ଶାଳଗ୍ରାମ କେବେ ବି ଅପୂଜା ରୁହନ୍ତି ନାହିଁ। ଦେଖିବ ଭାଗବତ ଘରେ ସବୁ ଯୋଉ ଠାକୁରର ଭାଗବତ ଘର ଥିବ, ସେଠି ବି ଗାଁ ଗହଳିରେ ଗୋଟେ ଭାଗବତ ଘର ଥିବ, ସେଠି ବି ଶାଳଗ୍ରାମ ପୂଜା ପାଆନ୍ତି। ଶାଳଗ୍ରାମର ମହତ୍ୱ ଆମ ହିନ୍ଦୁ ସଂସ୍କୃତିରେ ଯଥେଷ୍ଟ ମହନୀୟ ଭୂମିକା ଗ୍ରହଣ କରିଛି, ମାତ୍ର ସେହି ବିଷ୍ଣୁ ରୂପୀ କଳା ମୁଗୁନି ପଥର ଯଦି ଅଯୋଗ୍ୟ ବ୍ୟକ୍ତି ହାତରେ ପଡିଯାଏ, ତାହେଲେ ସେ କ'ଣ ମାନେ ସେ ଏତେ ବଡ ମହତ୍ୱ ଜିନିଷଟା ଯଦି ଆମେ ମାଙ୍କଡ଼ କ'ଣ ଫୋପାଡ଼ି ଦବ, ତା ଅର୍ଥଟା ସେ କଥା ଅଯୋଗ୍ୟ, ତାହେଲେ ସେ ତାର ମହତ୍ୱ ଅନୁଭବ କରିବ ନାହିଁ କିମ୍ବା ପୂଜ୍ୟ ପଥର ରୂପେ ଗ୍ରହଣ କରିବ ନାହିଁ। ସେ ଗୋଟେ ପୂଜା ପଥର ବିଷ୍ଣୁଙ୍କର, ତାକୁ ସେ ପୂଜା ପଥର ବୋଲି ଗ୍ରହଣ କରିବ ନାହିଁ, ବରଂ ସେହି ପଥରକୁ ସେ ବିଶେଷ ପଥର ରୂପେ କ'ଣ ଗ୍ରହଣ ନ କରି ସାଧାରଣ ପଥର ଭଳି ଅବହେଳା କରିବ। ଏପରିକି ଚିକଣିଆ ପଥର, ସେ ଚିକଣିଆ ପୁରା କଳା ମୁଚୁମୁଚୁ, ଏପରିକି ଚିକିଣିଆ ପଥର ଭାବି ଖେଳିବା କାର୍ଯ୍ୟରେ ମଧ୍ୟ ସେ ବିନିଯୋଗ କରିବ ଏବଂ ଅନାଦାର ଭାବରେ ଏଠି ସେଠି ପକାଇ ଦେବ। ସେହି ପରିସ୍ଥିତିକୁ ଆଖି ଆଗରେ ରଖି କୌଣସି ଗୁରୁତ୍ୱପୂର୍ଣ୍ଣ ଦ୍ରବ୍ୟ ବା ଦାୟିତ୍ୱ ଅଯୋଗ୍ୟ ବ୍ୟକ୍ତିକୁ ଦେବା ଉଚିତ ନୁହଁ। ଅନେକ ସମୟରେ ଆମେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱକୁ ଛୋଟ ପିଲାଙ୍କ ହାତରେ ଦେଇଥାଉ, ଛୋଟ ପିଲାମାନେ କାମର ଯଥାର୍ଥ ନ ବୁଝି ଅବହେଳା କରିଥାନ୍ତି, ସେଥିପାଇଁ କୁହାଯାଇଥାଏ ମାଙ୍କଡ଼ ହାତରେ ଶାଳଗ୍ରାମ ନଚାଇ ନେବ ପ୍ରାଣ। ବୁଝିହେଲା, ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ, ଆଇ ହୋପ ସମସ୍ତେ ବୁଝିପାରୁଥିବ, ବହୁତ ଗୁରୁତ୍ୱପୂର୍ଣ୍ଣ ପିଲାମାନେ ମାଙ୍କଡ଼ ହାତରେ ଶାଳଗ୍ରାମ। ତ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ କରିଦବ, ରହୁଛି ଧନ୍ୟବାଦ। ସମସ୍ତଙ୍କୁ ସାଙ୍ଗସାଥି ସମସ୍ତଙ୍କୁ ସେୟାର କରିଦବ। ଯଦି ତମେ ନ ବୁଝିପାରୁଛ ତ ଆଉ ଗୋଟେ ସୃଜନାତ୍ମକ ରଚନା ନେଇ ଆସିବି ତମେ କହିବ ଯଦି, ବୁଝିହେଲା।
ରହୁଛି। ଧନ୍ୟବାଦ। ଜୟ ଜଗନ୍ନାଥ।